ଦେଖନ୍ତୁ ଆଜ୍ଞା ଆଉ ନାହିଁ କିଛି ବର୍ତ୍ତମାନ ଭାସୁଛି ପାଣିରେ ଆଉ କିଛି ବି ନାହିଁ ସବୁ ପୁରା ଓଦା ହେଇକି ପୁରା ପାଣିରେ ଜମି ବସିକି ଆଉ ନାହିଁ କିଛି ଫସଲ ପୁରା ନଷ୍ଟ ହେଲାଣି ଆମେ କ'ଣ କରିବୁ ଆଉ କିଛି ବୁଝିବାଟା ଦେଖାଯାଉନି ଆଜ୍ଞା ପୁରା ଭାସୁଛି ଦେଖନ୍ତୁ ସବୁ ଜମି ପୁରା ଏখানে ପାଣିରେ ଜଳମଗ୍ନ ହେଇକି ଅଛି ଆଉ କିଛି ଭାସୁଛି ଆଉ କିଛି ତାର ପରିକଳ୍ପନା ନାହିଁ। ଆଗ ପଛ ହୋଇ ଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ଅମଳ ହେବା ପୂର୍ବରୁ କଟା ହୋଇ ଜମିରେ ପଡ଼ି ରହିଥିବା ଧାନ ସବୁ ନଷ୍ଟ ହୋଇଯାଇଛି। ତେଣୁ ଚାଷୀମାନଙ୍କ ଅଣ୍ଟା ଭାଙ୍ଗିଯିବା ସହ ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି। ଏପରିକି ନିରୀହ ଚାଷୀମାନଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଧାନ ଫସଲ ପାଇଁ ଚଳିତ ଖରିଫ ଋତୁ ବେଶ ସହାୟକ ହୋଇଥିଲା। କିନ୍ତୁ ସୁନାର ଫସଲ ଅମଳ କରିବା ବେଳକୁ ଦୈବୀ ସାଜିଲା ବୈରୀ। ଚାଷୀଙ୍କର ସବୁ ଆଶା ନିମିଷକ ମଧ୍ୟରେ ଧୂଳିସାତ ହୋଇଗଲା। ଆମେ କହିବାକୁ ଚାହିଁବୁ ଯେ ଗତକାଲି 26 ତାରିଖ ଦିନ ପ୍ରଶାସନିକ ସ୍ତରରୁ କିମ୍ବା ରାଜସ୍ୱ ବିଭାଗ ତରଫରୁ ଶୁଣାପଡ଼ୁଛି ଯେ ଆର୍ଆଇ କେଉଁ ଜାଗାକୁ ଏଇ କନ୍ଧନାୟକଡ଼ ମୌଜାକୁ ଆସିଥିଲେ ଏ କ୍ଷତି ଆକଳନ କରିବା ପାଇଁ, କିନ୍ତୁ କେଉଁ ଜାଗାକୁ ଯାଇଛନ୍ତି ଜାଣିଛନ୍ତି ଆମକୁ ଜଣା ନାହିଁ। କିନ୍ତୁ ଯେଉଁ ଜାଗାରେ ଆକ୍ଚୁଆଲି କ୍ଷତି ହେଇଛି ଚାଷୀମାନଙ୍କର ପ୍ରଚୁର ପରିମାଣରେ ନଷ୍ଟ ହୋଇଛି ଧାନ ଗଜା ହେଇଯାଇଛି ଆଉ ମଧ୍ୟ ବୁଡ଼ିକି ପାଣିରେ ଅଛି, ସେ କାଦୁଅ ପଙ୍କକୁ ନ ଯାଇ ସେ ଶୁଖିଲା ଜାଗାରେ କୁଆଡ଼େ ଯାଇକି ବୁଲିକି ଯାଇଛନ୍ତି ଆମର ସେ ତାର ଜଣା ନାହିଁ। ତେଣୁ ଆକଳନ ଠିକ୍ ହେଇପାରିବନି ବୋଲି ଆମେ ଅନୁଭବ କରୁଛୁ ଚାଷୀମାନେ, କିନ୍ତୁ ତାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରାଯାଉ ପୁନର୍ବାର, ଯାହାଦ୍ୱାରା କି ଆମର ଚାଷୀର କ୍ଷତି ହେଇଥିବା ଆକଳନ କରାଯାଇପାରିବ। ଏବଂ ସରକାରଙ୍କୁ ନିବେଦନ କରିବୁ ଯେ ଚାଷୀମାନଙ୍କର ଯେତିକି ପରିମାଣର କ୍ଷତି ହେଇଛି ସେହି ପରିମାଣକୁ ଆମକୁ ପରିଶୋଧ କରିବା ପାଇଁ ତାର ପଇସାପତ୍ର ସାହାଯ୍ୟ ସହଯୋଗ କରାଯାଉ। ତେବେ ରାଜ୍ୟ ବିଜେପି ସରକାର ଧାନର କ୍ୱିଣ୍ଟାଲ ପିଛା 3100 ଟଙ୍କା ଧାର୍ଯ୍ୟ କରିଥିବା ହେତୁ ଚାଷୀମାନେ ଧାର କରଜ ଶୁଝିବା ପରେ ବେଶ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧି ବସିଥିଲେ। ମାତ୍ର ଅଦିନିଆ ବର୍ଷା ସବୁକିଛି ଧୋଇନେଲା। ତେଣୁ ଏବେ ଜମି ହିଡ଼ ମୁଣ୍ଡରେ ବସି ପରିବାର ଚିନ୍ତାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଚାଷୀକୂଳ। ସେପଟେ ରାଜ୍ୟରେ ଲୋକଙ୍କ ସରକାର କ୍ଷମତାସୀନ ହୋଇଥିବା ହେତୁ ବିଜେପି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହାୟତା ପ୍ରଦାନ କରି ଥଇଥାନ କରିବେ ବୋଲି ଆଶା ରଖିଛନ୍ତି। ସବୁ ଚାଷୀଙ୍କର 70% ଊର୍ଦ୍ଧ୍ୱ କ୍ଷତି ହେଇଛି। ଯେଉଁମାନେ ହୁଡ଼ାରେ ରଖିଛନ୍ତି କ୍ଷତି ହେଇଛି, ଯେଉଁମାନେ କାଟିକି ରଖିଛନ୍ତି କ୍ଷତି ହେଇଛି, ଯେଉଁମାନେ ଅକଟା ବି ରଖିଛନ୍ତି ବିଲରେ ପାଣି ମାଡ଼ିକି ଧାନ ଉପରେ ଯାଉଛି। ତେଣୁ ସରକାର କେତେ ଆକଳନ କରିକି ଚାଷୀ ପିଛା ଦେବେ? ଆମର ଏକରେ ପ୍ରତି ଚାଷୀକି ପଚାରିବେ ଏକରେକେ 30,000 ରୁ 35,000 ଟଙ୍କା ଖର୍ଚ୍ଚ ହେଉଛି ସର୍ବନିମ୍ନ। ସରକାର ଆମକୁ କେତେ ଦେବେ? ଇନ୍ସୁରାନ୍ସ କଥା କହିବାକୁ ଗଲେ ଇନ୍ସୁରାନ୍ସ ପ୍ରଧାନମନ୍ତ୍ରୀଙ୍କର ଘୋଷଣା ଥିଲା ସବୁ ଚାଷୀମାନଙ୍କର 1 ଟଙ୍କାରେ 1 ଟଙ୍କା ମାନେ ମୂଲ୍ୟ ହେଉଛି 1 ଟଙ୍କାରେ ସବୁ ଚାଷୀଙ୍କୁ ଇନ୍ସୁରାନ୍ସ କରାଯିବ। କିନ୍ତୁ ଆମର ସୋସାଇଟି ହେଉ ବା ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରେ ହେଉ କେହି ଇନ୍ସୁରାନ୍ସ କରିନାହାନ୍ତି, ସେମାନେ ଖାମଖିଆଲିରେ ଅଫିସର ଉଡ଼େଇ ଦେଇଛନ୍ତି। ତେଣୁ ଚାଷୀ ବର୍ତ୍ତମାନ କେଉଁଠୁ ଇନ୍ସୁରାନ୍ସ କରିବ, କେଉଁଠୁ କାଗଜ ଆଣିବ, କାହା ପାଖରେ ଅଭିଯୋଗ କରିବ? ଏବେ ବର୍ତ୍ତମାନ ଯେଉଁ ଆକଳନ କରିକି ସରକାର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଆକଳନ ହେଲା ତାମାନେ ଆପଣଙ୍କର ସମ୍ପୂର୍ଣ୍ଣ ଭାବେ କ୍ଷୟକ୍ଷତି ପାଇପାରିବେ ନାହିଁ ବୋଲି ନାଇଁ, ଆମେ ଚାଷୀ ହିସାବରେ ସରକାରଙ୍କୁ ଦାବି କରୁଛୁ ଆମକୁ ଏକର ପିଛା 30,000 ଟଙ୍କା ସର୍ବନିମ୍ନ ଦିଆଯାଉ। ତେବେ ଏପରି ଚାଷୀଙ୍କ ଦୁର୍ଦିନ ସମୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରଣପୁର ବ୍ଲକ କନ୍ଧନୟାଗଡ଼ ପଞ୍ଚାୟତର ବିଭିନ୍ନ କ୍ଷତିଗ୍ରସ୍ତ ଧାନ ଫସଲ ଜମି ପରିଦର୍ଶନ କରିଛନ୍ତି। ଆଉ କ୍ଷୟକ୍ଷତି ସମ୍ପର୍କରେ ଚାଷୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ଦେଖନ୍ତୁ, ସବୁଠି ସମାନ କ୍ଷୟକ୍ଷତି ହେଇନାହିଁ। ଗହୀର ଜମିରେ ବେଶୀ କ୍ଷତି ହେଇଛି, ଠେଙ୍ଗ ଜମିରେ ହେଇନି। ବହୁତ ଲୋକ ବି ଧାନ କାଟିକି ବି ଅମଳ କରିସାରିଥିଲେ। ଯେଉଁ ଜମିରେ ଯେଉଁମାନେ ଧାନ କାଟି ନଥିଲେ, ଧାନ କାଟିକି ଜମିରେ ପକାଇଥିଲେ, ସେମାନଙ୍କ ଧାନ ସବୁ ଗଜା ହେଇଯାଇଛି। ଏବଂ ଏହା ବହୁତ ଦୁଃଖ ଏବଂ ପରିତାପର ବିଷୟ। ଏ ବର୍ଷ ଧାନ ପୁରାପୁରି ବହୁତ ବଢ଼ିଆ ଫସଲ ହେଇଥିଲା। ଚାଷୀମାନେ ବି ଆନନ୍ଦରେ ଥିଲେ। ସରକାର ବି ଧାନ କ୍ୱିଣ୍ଟାଲ 3100 ଟଙ୍କା ଦେବେ ବୋଲି ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ, ଚାଷୀମାନେ ବହୁତ ଆନନ୍ଦରେ ଥିଲେ। କାରଣ ଫସଲ ବି ଭଲ ହେଇଥିଲା, ସରକାର ବି 3100 ଟଙ୍କା ଦେଉଥିଲେ। କିନ୍ତୁ ପ୍ରାକୃତିକ ଦୈବୀ ଦୁର୍ବିପାକ ଆଜି ଦାଉ ସାଜିଛି ଏବଂ ଚାଷୀମାନେ ହତାଶ ହୁଅନ୍ତୁ ନାହିଁ, ଭୟଭୀତ ହୁଅନ୍ତୁ ନାହିଁ। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ସରକାର ଚାଷୀମାନଙ୍କ ସାଙ୍ଗରେ ଅଛି, ତାଙ୍କ ସୁଖ ଦୁଃଖରେ ଅଛି। ଯେତେ ଯାହା ବିପତ୍ତି ଆସିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଏ ସରକାର ସମର୍ପିତ ସରକାର। ଏ ଚାଷୀମାନଙ୍କର କ୍ଷୟକ୍ଷତି ଭଲ ମନ୍ଦ ସବୁ ବୁଝିବ। ସରକାର କ'ଣ ପଦାଧିକାରୀମାନଙ୍କୁ କିଭଳି ଭାବରେ ଆକଟ କରିପାରିବେ କି?
ଦେଖନ୍ତୁ ଏ ହେଉଛି ମୋହନ ମାଝୀ ସରକାର, ଇଏ ନବୀନ ସରକାର ନୁହେଁ। ଏଠି ଅଫିସର ରାଜ ଚାଲିନି, ଏ ହେଉଛି ଜନତା ରାଜ, ଜନତା ଜନାର୍ଦ୍ଦନଙ୍କ ସରକାର। ଆପଣମାନେ ଦାନା ଯେଉଁ ବାତ୍ୟା ଆସିଥିଲା ସେ ସମୟରେ ଯେଉଁ ଅଫିସରମାନେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିଥିଲେ ରିଲିଫ କାର୍ଯ୍ୟରେ, ସେମାନଙ୍କୁ ବହିଷ୍କୃତ କରାଯାଇଥିଲା, ନିଲମ୍ବନ କରାଯାଇଥିଲା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆମେ ନିର୍ଦ୍ଦେଶ ଦେଇଛନ୍ତି ଆମ ସରକାର, ମୋହନ ମାଝୀ ସରକାର 72 ଘଣ୍ଟା ଭିତରେ ଏହାର ଆକଳନ କରିବେ କ୍ଷୟକ୍ଷତିର। ଯେଉଁ ଅଫିସରମାନେ ଏଥିରେ ଅବହେଳା କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୟାଗଡ଼ ଜିଲ୍ଲାରୁ ପ୍ରଶାନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।